ବହିଟିର ନାମ ନିବେଦନ ମିଦମ। ଏହା ଏକ ଗଳ୍ପ ସଂକଳନ ପୁସ୍ତକ ଅଟେ। ଏହାକୁ ଲେଖିଛନ୍ତି ଲେଖିକା ଡକ୍ଟର ପ୍ରତିଭା ରାୟ। ଏହାର ପ୍ରକାଶକ ହେଉଛନ୍ତି ଆଦ୍ୟା ପ୍ରକାଶନୀ। ଏହାର ପ୍ରଥମ ପ୍ରକାଶ 2001 ମସିହାରେ ହୋଇଥିବା ବେଳେ ଏହାର ଚତୁର୍ଥ ପ୍ରକାଶ 2018 ମସିହାରେ ହୋଇଥିଲା। ଚାଲନ୍ତୁ ଏବେ ଏହି ନିବେଦନ ମିଦମ ଗଳ୍ପ ସଂକଳନ ପୁସ୍ତକଟି ସମ୍ବନ୍ଧରେ ଆଲୋଚନା କରିବା। ତା ପୂର୍ବରୁ ଯଦି ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଜଲ୍ଦି ସବସ୍କ୍ରାଇବ୍ କରିଦିଅନ୍ତୁ। ପାଖରେ ଥିବା ବେଲ୍ ଆଇକନ୍କୁ ପ୍ରେସ୍ କରିଦିଅନ୍ତୁ, ଯାହାଦ୍ୱାରା ଆମର ନୂଆ ନୂଆ ଭିଡ଼ିଓର ଅପଡ଼େଟ୍ ଆପଣଙ୍କ ପାଖରେ ସର୍ବପ୍ରଥମେ ପହଞ୍ଚି ପାରିବ। ଯଦି ଏହି ନିବେଦନ ମିଦମ ପୁସ୍ତକଟି ସମ୍ପର୍କରେ ସବିଶେଷ ଜାଣିବାକୁ ଚାହୁଁଛନ୍ତି ତେବେ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଚାଲନ୍ତୁ ଏବେ ଏହି ପୁସ୍ତକଟି ସମ୍ପର୍କରେ ଏବଂ ଏହାର ଲେଖିକା ଡକ୍ଟର ପ୍ରତିଭା ରାୟ ସମ୍ପର୍କରେ ଆଲୋଚନା କରିବା। ବହୁ ସାର୍ଥକ ଉପନ୍ୟାସ ଓ ଗଳ୍ପର ସ୍ରଷ୍ଟା ଏହି ଯଶସ୍ୱିନୀ ଲେଖିକା ପ୍ରତିଭା ରାୟଙ୍କର ନିବେଦନ ମିଦମ ହେଉଛି 20ତମ ଗଳ୍ପ ଗ୍ରନ୍ଥ। ବିଷୟବସ୍ତୁ, ଶୈଳୀ, ଶିଳ୍ପ, ଭାଷା ବିନ୍ୟାସ, ଭାବ ବ୍ୟଞ୍ଜନା ତଥା ମାନବିକ ସମ୍ବେଦନା ଦୃଷ୍ଟିରୁ ବିଚାର କଲେ ଏହି ଗ୍ରନ୍ଥର ପ୍ରତ୍ୟେକଟି ଗଳ୍ପ ପ୍ରମାଣ ଦିଏ ଯେ ସ୍ଥାନ, କାଳ, ଭାଷା ଏବଂ ଆତ୍ମାଭିବ୍ୟକ୍ତିର ବହୁବିଧ ସୀମାବଦ୍ଧତାରୁ ମୁକ୍ତ ହୋଇ ସାର୍ବଜନୀନ ଏବଂ ଚିରନ୍ତନ ଅନେଶ୍ୱରରେ ପରିଣତ ହୋଇଯିବା ହିଁ ହେଉଛି ଶ୍ରେଷ୍ଠ ଗଳ୍ପର ପରିଭାଷା। ଲେଖିକାଙ୍କର ଗଳ୍ପ ଉପନ୍ୟାସ ସର୍ବଭାରତୀୟ ସ୍ତରରେ ବହୁଜନ ଆଦୃତ ହେବା ପଛରେ ଏହି ରହସ୍ୟ ହିଁ ନିହିତ। ଜୀବନର ନିଷ୍ଠୁର ବାସ୍ତବତା କେବଳ ନୁହେଁ, ଜୀବନ ଯଥାର୍ଥର ସାର୍ଥକ ଅଭିବ୍ୟକ୍ତିକୁ ପାଠକର ସୂକ୍ଷ୍ମ ଚେତନାରେ ପ୍ରକଟିତ କରିବାରେ ଏହି ପ୍ରୟୋଗଧର୍ମୀ ଲେଖିକା ସିଦ୍ଧହସ୍ତା। ଓଡ଼ିଆ ସଂସ୍କୃତିର ମନଭୂମି ଉପରେ ଦୃଢ଼ ରହି ବିଶ୍ୱ ଚେତନାର ଅନନ୍ତ ଆକାଶକୁ ବିସ୍ତାରି ଯିବା ହିଁ ଏହି ମାନବିକବାଦୀ ଲେଖିକାଙ୍କର ରଚନାଧର୍ମିତାର ବୈଶିଷ୍ଟ୍ୟ। ମଣିଷର ଦୁର୍ବଳତାକୁ ସହାନୁଭୂତି ସହକାରେ ପ୍ରକଟିତ କରି ମାନବିକ ଏବଂ ଆଧ୍ୟାତ୍ମିକ ମୂଲ୍ୟବୋଧର ସାବଲୀଳ ସ୍ପର୍ଶରେ ପାଠକର ଚିତ୍ତକୁ ଅଭିଭୂତ ଏବଂ ମନ୍ଥିତ କରିଦେବା ହେଉଛି ଏହି ସ୍ରଷ୍ଟାଙ୍କର ଅନନ୍ୟ କଥନ କଳା। ରାଜ୍ୟ ଏବଂ ଜାତୀୟ ସ୍ତରରେ ବହୁ ମର୍ଯ୍ୟାଦାବନ୍ତ ପୁରସ୍କାର ଓ ପ୍ରସିଦ୍ଧିର ପୃଥିବୀରେ ଜୀବନର ଜୟଗାନରେ ବିଭୋର ଏହି ଲେଖିକା ପୁରପଲ୍ଲୀରେ ନିଜେ ଅବା ପାଲଟି ଯାଇଛନ୍ତି ଏକ ସାରସ୍ୱତ ପରମ୍ପରା। ଏହି ଗଳ୍ପ ଗ୍ରନ୍ଥର ପ୍ରତ୍ୟେକଟି ଗଳ୍ପ ପାଠକର ଚିତ୍ତ ବିନୋଦନ କେବଳ କରିବ ନାହିଁ, ପାଠକର ମହାନ ଉପଲବ୍ଧିରେ ପରିଣତ ହେବ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହା ଥିଲା ଲେଖିକା ପ୍ରତିଭା ରାୟଙ୍କ ସମ୍ପର୍କରେ କିଛି ଆଲୋଚନା। ଚାଲନ୍ତୁ ଏବେ ଏହି ନିବେଦନ ମିଦମ ପୁସ୍ତକଟି ସମ୍ପର୍କରେ ଏବେ ଆଲୋଚନା କରିବା। ଏହାର ସୂଚୀପତ୍ରରେ ଅଛି ଦାୟ, ଅଲଙ୍ଘ୍ୟ, ଜଳଛବି, ତାଜ୍ୟ ପିତା, ରୋହିତାଶ୍ୱ, ଚାଣ୍ଡାଳ, ମହାସୂର୍ଯ୍ୟ, ଜାଗତିକ, ମର୍ଦ୍ଦ, ରାଜପୁତ୍ର, ପାଦଟିକା, ଉପପାଦ୍ୟ, ପୁଲିଙ୍ଗ ଏବଂ ଶେଷରେ ନିବେଦନ ମିଦମ। ଚାଲନ୍ତୁ ଏବେ ଏହି ନିବେଦନ ମିଦମ ଗଳ୍ପଟି ସମ୍ପର୍କରେ ଆଲୋଚନା କରିବା। ଶ୍ରୀ ଚରଣ କମଳେଶୁ ପ୍ରଣାମ ପୂର୍ବକ ନିବେଦନ ମିଦମ। ଆତ୍ମହତ୍ୟା କରି ମଧ୍ୟ ମୁକ୍ତି କାହିଁ? ମୁଁ ଅମୋକ୍ଷ ବୁଲୁଛି, ଆଜି ବୁଝୁଛି ଆତ୍ମହତ୍ୟା ମହାପାପ। ଆତ୍ମହତ୍ୟା କୌଣସି ଦୁଃଖର ମହୋଷଧି ନୁହେଁ, ତାହା କାହାରିକୁ ଶାନ୍ତି ଦିଏ ନାହିଁ। ପରଲୋକଗତ ଆତ୍ମାକୁ ନୁହେଁ କି ଶୋକ ସନ୍ତପ୍ତ ଆତ୍ମୀୟ ସ୍ୱଜନକୁ ନୁହେଁ। ଆତ୍ମହତ୍ୟା ଦ୍ୱାରା କୌଣସି କାଳେ କଳଙ୍କ ମଧ୍ୟ ଛପେ ନାହିଁ, ବରଂ ତାହା ଦ୍ୱାରା କଳଙ୍କ ଶତଗୁଣିତ ହୁଏ। ଆଜି ମଧ୍ୟ ମୋ ଭାଗ୍ୟରେ ତାହା ହିଁ ଘଟିଛି। 3 ଗୋଟି କଥା ବିଚାରକୁ ନେଇ ଆତ୍ମହତ୍ୟା କରିଥିଲି। ଆମ ପ୍ରେମ ଯେ ଦେହାତୀତ ତାହା ପରୀକ୍ଷା କରିବା ପାଇଁ, ମୋର ଦେବୋପମ ପ୍ରିୟତମ ସ୍ୱାମୀଙ୍କୁ ଲୋକଲଜ୍ଜା ଓ ଆତ୍ମଦହନରୁ ନିଷ୍କୃତି ଦେବା ପାଇଁ ଏବଂ ନିଜକୁ ନିନ୍ଦା ଅପବାଦ ଓ ପ୍ରେମର କଷଣରୁ ମୁକ୍ତି ଦେବା ପାଇଁ। କିନ୍ତୁ କ୍ଷଣିକ ଉତ୍ତେଜନାରେ ଜୀବନ ସିନା ହାରିଦେଲି, ମୋର ସମସ୍ତ ବିଚାର ଅସିଦ୍ଧ ବୋଲି ଜାଣିଲି। ମୋର ମୃତ୍ୟୁ ପରେ ହିଁ ଆପଣଙ୍କର ଆତ୍ମଗ୍ଲାନି ଚରମରେ ପହଞ୍ଚିଲା। ତାହା ଏପରି ତୀବ୍ର ଏବଂ ଅସହ୍ୟ ହେଲା ଯେ ଆପଣ ପାପମୁକ୍ତ ହୋଇଯିବା ପାଇଁ ପାପ ପ୍ରକାଶ କରିଦେଲେ। କାହାର ପାପ ପ୍ରକାଶ କଲେ? ନିଜର ନା ଏ ରାକ୍ଷସୀର, ଯିଏ ଆପଣଙ୍କ ଭାଷାରେ ଥିଲା ପାପିୟସୀ, ମାୟାବିନୀ, ରକ୍ତ ପିପାସିନୀ, କୁସଙ୍ଗିନୀ। ପାପକୁ ପ୍ରକାଶ କରି ଆପଣ କ'ଣ ପାପମୁକ୍ତ ହୋଇଗଲେ? ପତ୍ନୀକୁ ସାଧ୍ୱୀ, ଶିରୋମଣି, ଦେବୀ, ପୁଣ୍ୟଶୀଳା, ସଦାଶୟା, ସହୃଦୟା, ରଜୁ ବିଶ୍ୱାସିନୀ, ତପକ୍ଲିଷ୍ଟା ତପସ୍ୱିନୀ, ମୂର୍ତ୍ତିମତୀ ଓ ସହିଷ୍ଣୁ, ଶ୍ରମଶୀଳା, ସେବାବ୍ରତୀ, ପବିତ୍ର ହୃଦୟା, ସ୍ନେହାଶୀଳା, ପତିଗତ ପ୍ରାଣା, ଅନ୍ନପୂର୍ଣ୍ଣା, ଦୟାବତୀ, ପ୍ରେମର ପ୍ରତିମା,
ଇତ୍ୟାଦି ବିଶେଷଣରେ ବିଭୂଷିତା କରି କ'ଣ ଆପଣ ପ୍ରକୃତରେ ପତ୍ନୀଙ୍କର ବିଶ୍ୱାସ ଫେରି ପାଇଲେ? ଅବଶ୍ୟ ଆପଣଙ୍କର ପତ୍ନୀଙ୍କ ପ୍ରତି ସବୁଗୁଡ଼ିକ ବିଶେଷଣ ଥିଲା ଯଥାର୍ଥ। ସେଥିରେ ତିଳେ ହେଲେ ଅତିରଞ୍ଜନ ନାହିଁ, କାରଣ ତାଙ୍କର ସ୍ନେହ ସ୍ପର୍ଶ ମୁଁ ପାଇଛି, ତାଙ୍କର ଦିବ୍ୟ ରୂପ ମୁଁ ଦର୍ଶନ କରିଛି। ସେ ପୁଣ୍ୟତୋୟା, ସେ ତ ପରଶମଣି। ତାଙ୍କ ସ୍ପର୍ଶରେ ପୁଣ୍ୟର ହିଲୋଳ ପାପିଲ ହୃଦୟରେ ମଧ୍ୟ ସଞ୍ଚରି ଯାଏ। କେବଳ ଏହି ବିଶେଷଣ ଗୁଡ଼ିକ ଆପଣ କବିତାରେ ଖଞ୍ଜି ଦେଇ ଛପା ଅକ୍ଷରରେ ପ୍ରକାଶ କରିଦେଇଥିବାରୁ ତାହା ଅତିରଞ୍ଜନ ଭଳି ଶୁଭୁଛି। ମୁହଁରେ ପ୍ରଶଂସା ନିନ୍ଦାଠାରୁ ବଳେ। ପ୍ରଶଂସା ଏବଂ ପ୍ରେମକୁ ଭାଷାରେ ପ୍ରକାଶ କଲେ ତାର ମହିମା ଓ ମର୍ଯ୍ୟାଦା କ୍ଷୁଣ୍ଣ ହୁଏ। ପ୍ରେମ ଏବଂ ପ୍ରଶଂସାର ଉପଯୁକ୍ତ ଭାଷା କାହିଁ? ତାହା ତ ଭାବ ଦେବତାର ଉଦ୍ୟାନରେ ଫୁଟିଥିବା ପୁଷ୍ପର ସୁରଭି ସଦୃଶ କେବଳ ମାତ୍ର ଅନୁଭବ୍ୟ ପ୍ରକାଶ ନୁହେଁ, କିନ୍ତୁ କବିତାଟି ହୃଦୟସ୍ପର୍ଶୀ। ଏହା ସବୁ ବୟସର ନାରୀ ପୁରୁଷଙ୍କ ପକ୍ଷେ ପଠନଯୋଗ୍ୟ ଓ ଶିକ୍ଷଣୀୟ। ବିଶେଷ କରି ଦୁର୍ବଳ ଚରିତ୍ର ପ୍ରୌଢ଼ମାନଙ୍କ ପକ୍ଷେ ଏହା ଗୀତା ଭାଗବତ ସଦୃଶ ଶାସ୍ତ୍ରବାଣୀ। ସତୀଦ୍ରୋହୀ ପତି କିପରି ମନସ୍ତାପ ଭୋଗେ, ପାପବୋଧରେ ଜର୍ଜରିତ ହୋଇ କିପରି ନର୍କ ଯନ୍ତ୍ରଣା ପାଏ, ତା ପାଇଁ ସମସ୍ତ ସଂସାର ଯଶ ଖ୍ୟାତି ସୁନାମ କିପରି ଅର୍ଥହୀନ ହୋଇଯାଏ, ଦେହ ଧରି ସେ କିପରି ପ୍ରତିକ୍ଷଣ ଆତ୍ମହତ୍ୟା କରୁଥାଏ ଏବଂ ସତୀ ସାଧ୍ୱୀ ପତ୍ନୀଙ୍କର ହିମବିନ୍ଦୁ ସ୍ତବକିନୀ କମଳିନୀ ପ୍ରାୟ ମୁଖ ଇନ୍ଦୁକୁ ସିକ୍ତ ନେତ୍ରରେ ଚାହିଁବାର ମଧ୍ୟ ମନୋବଳ ହରାଇଥାଏ, ତାହା ହିଁ ଏହି କବିତାଟି ପଢ଼ିଲେ ଏକ ପତ୍ନୀ ବ୍ରତବିଚ୍ୟୁତ ପୁରୁଷକୁଳ ହୃଦୟଙ୍ଗମ କରିପାରିବେ। କୌଣସି ରାକ୍ଷସୀ କବଳରେ ପଡ଼ି ପାପର କଦର୍ମରେ ପାଦ ଦେବାରୁ ନିବୃତ୍ତ ରହିବା ପାଇଁ ଉଦ୍ୟମ ମଧ୍ୟ କରିବେ। ଏହା ଥିଲା ପ୍ରତିଭା ରାୟଙ୍କ ଦ୍ୱାରା ଲିଖିତ ନିବେଦନ ମିଦମ ପୁସ୍ତକଟି ସମ୍ପର୍କରେ କିଛି ଆଲୋଚନା। ଯଦି ଏହି ପୁସ୍ତକଟିକୁ ଅର୍ଡ଼ର କରିବାକୁ ଚାହୁଁଛନ୍ତି ତେବେ ଆମ ୱେବସାଇଟ୍ odisashop.com କୁ ଭିଜିଟ୍ କରନ୍ତୁ। ଥ୍ୟାଙ୍କ ୟୁ।